ଅବିନାଶ, ସବୁବେଳେ ତୁ କହୁଛୁ ନା କାହାଣୀ କାହାଣୀ। ଆଜି ମୁଁ ଗୋଟେ ଏମିତି ସତ କାହାଣୀ କହିବି, ତୋ ଦେହ ଶୀତେଇ ଉଠିବ। ଆଜିକୁ ପ୍ରାୟ 18 ବର୍ଷ ତଳେ ମୋର ପ୍ରାୟ ବୟସ 17-18 ହେବ। ଲୋକେ କୁହନ୍ତି ଗାଁରେ ଯଜ୍ଞ ହେବ, ଯଜ୍ଞ ହେଉଛି, ଏମିତି କିଛି କାହାଣୀ ଶୁଣାଯାଏ। ବି ଯଜ୍ଞ ବି ହୁଏ, ମୁଁ ବି ସେଠିକି ବହୁତ ଥର ଯାଇଛି। ଯଜ୍ଞଠୁ ପ୍ରାୟ ଗାଁଟି ବହୁତ ଦୂର, ପାଖାପାଖି 1.5 କିଲୋମିଟରରୁ 2 କିଲୋମିଟର ହେବ। ଆମେ ସପରିବାର ବାହାରିଲୁ ଯଜ୍ଞ ଦେଖିବାକୁ। ଯଜ୍ଞ ଚାଲିଥାଏ। ମୁଁ ଆଉ ମୋର ଗୋଟେ ସାଙ୍ଗ ଖଟା ଖାଇବାକୁ କିଛି ବାଟ ଦୂରକୁ ପଳେଇ ଆସିଥିଲୁ। ସାଙ୍ଗମାନେ, ଆପଣମାନେ ଜାଣିଥିବେ ଯେ କି ସେତେବେଳେ ଖଟା ଖାଇବାକୁ ହେଲେ କିଛି ପ୍ଲାଷ୍ଟିକ କିମ୍ବା କିଛି ଚୁଟି ଦେବାକୁ ପଡ଼ୁଥିଲା। କିନ୍ତୁ ଆମେ ଦୁଇ ସାଙ୍ଗ 50 ପଇସା ନେଇ ଚକୋଲେଟ୍ ଖାଇବାକୁ ଯାଇଥିଲୁ। ମୋର ସାଙ୍ଗ ଯିଏ, ସେ କହିଲା ନାଇଁ, ଆମେ ଖଟା ଖାଇବା। ମୁଁ କହିଥିଲି, ଆରେ ସାଙ୍ଗ, ଏଠୁ ଖଟା ବାଲା ବହୁତ ଦୂର, ଯଜ୍ଞର ଲାଷ୍ଟ ଆଡ଼କୁ ଅଛି। ହେଲେ ମୋ ସାଙ୍ଗ ମୋତେ କହିଥିଲା, ଚାଲ ଆମେ ଯିବା ଖଟା ଖାଇବା। ସେଠୁ ଆମେ ଫେରିଥିଲୁ ଖଟାବାଲା ପାଖକୁ। ଏମିତି ବୁଲି ଟହଲି ଆମେ ଯାଇକି ପହଞ୍ଚିଲୁ ଖଟାବାଲା ପାଖରେ। ଖଟାବାଲାକୁ 50 ପଇସା ବଢ଼େଇ ଦେଇ ଆମେ ତାକୁ କହିଲୁ, ଖଟା ଦିଅ। ସେ 2ଟା କାଗଜରେ 2 ପୁଟୁଳା ଖଟା ବାନ୍ଧିକି ଦେଇଥିଲା। ସେଠୁ ଆମେ ଖଟାକୁ ଖାଇ ଖାଇ କିଛି ବାଟ ଆସିଥିଲୁ। ଆସିଲା ପରେ ଗୋଟେ କାଜୁ ବାରି ଥିଲା। କାଜୁ ବାରି ପାଖରେ ଆମେ 2 ଜଣ ସାଙ୍ଗ ପାଖରେ ଯେଉଁ ହିଡ଼ ଥିଲା, ସେ ହିଡ଼ ଉପରେ ବସିଥିଲୁ। ସାଙ୍ଗମାନେ, ଏମିତି ବହୁତ ସମୟ ବିତି ଯାଇଥିଲା, କିନ୍ତୁ ଆମେ କିଛି ଜାଣିନଥିଲୁ ଯେ କି ଏତେ ଟାଇମ୍ ଆମ ସହିତ ବିତିଗଲାଣି। ଆମେ ଯେହେତୁ ଛୁଆ ସେତେବେଳେ, ଆମ ସହିତ ଏତେ ଟାଇମ୍ ବିତିଗଲାଣି ଆମେ ବି ଜାଣିନାହୁଁ। ଘର ଲୋକ ଯିଏ, ସେମାନେ ଖୋଜି ଖୋଜି ନୟାନ୍ତ ବି ହେଲାଣି, କାରଣ ବହୁତ ସମୟ ହେଲା। ଛୁଆ ଗୁଡ଼ା ପଇସା ନେଇ ଆସିଲେ, କୁଆଡ଼େ ଗଲେ, ଏମିତି କିଛି ଚାଲିଥାଏ। ସେ ଖୋଜି ଖୋଜି ଯାଇ ପହଞ୍ଚିଲେ ସେଇ ଖଟାବାଲା ପାଖରେ, କାରଣ ଆମେ ଯେଉଁ ପଇସା ଆଣିଥିଲୁ ଖଟା ଖାଇବା ପାଇଁ ଆଣିଥିଲୁ। ଖଟାବାଲାଟି କହିଲା, ହଁ, ଏଇ ପିଲାମାନେ ଆସିଥିଲେ, ଏଇ ପଟ ବାଟେ ଦେଇ ଯାଇଛନ୍ତି। ଘରବାଲା ବି ସେଇପଟେ ଆସିଲେ। ସେପଟେ ଆସିକି ଆମକୁ ଦେଖିଲେ, କହିଲେ ଏଠି କ'ଣ ବସିଛ? ସେତେବେଳକୁ ଆମ ଦେହ ମୁଣ୍ଡ ଝାଳରେ ପୁରା ଭିଜି ଯାଇଥାଏ। ସେତେବେଳକୁ ଆମ ସହିତ ଏମିତି କିଛି ଘଟିଥିଲା, ଯାହାକି ଆପଣମାନେ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହେବେ। ଆଉ ବର୍ତ୍ତମାନ ଦୁନିଆରେ ଏହାକୁ କେହି ବିଶ୍ୱାସ କରିବେନି। ସାଙ୍ଗମାନେ, ସେ ଯେଉଁ ଯଜ୍ଞ ହେଉନଥିଲା, ସେ ଥିଲା ଗୋଟେ ନଈ ପାଳ। ସେଠିକି ପ୍ରାୟତଃ ଆମେ ଯାଇଥିଲୁ 7-8 ଜଣ। ଆମେ 2 ସାଙ୍ଗ, 2 ଜଣ ଯାକ ବହୁତ ଚଗଲା ଥିଲୁ। ଆମର ଯିଏ ଘର ଲୋକ ଯାଇଥିଲେ, ସେ ତାଙ୍କର ଠାକୁର ଦର୍ଶନ କରିବାରେ ବ୍ୟସ୍ତ ରହିଲେ। ସେଠୁ ଘର ଲୋକଙ୍କରୁ ଆମ କିଛି ପଇସା ନେଇ ଚାଲି ଆସିଥିଲୁ ଖଟା ଖାଇବା ପାଇଁ। ସେଠୁ ଏମିତି କିଛି ବାଟ ଆସିଲା ପରେ ଆମେ ଦେଖିଲୁ ଗୋଟେ ଖଟାବାଲା ଛିଡ଼ା ହେଇଛି। ସେଠୁ ଆମେ ତାକୁ କହିଲୁ, ଭାଇ, ଆମକୁ ଖଟା ଦିଅ। ସେ କହିଲେ, ଛୁଆ, ଖଟା ତ ଏବେ ନାହିଁ, ତମେ ଆମ ଘର କତିକି ଆସ, ମୁଁ ତମକୁ ଖଟା ଦେବି। ଏମିତି କହି ସିଏ ତାଙ୍କ ଘରକୁ ଆମକୁ ଡାକିଥିଲେ। ଆମେ ବି 2 ସାଙ୍ଗ ଖଟା ଖାଇବାକୁ ନେଇକି ତାଙ୍କ ଘର କତିକି ଆମେ ଯାଇଥିଲୁ। ସାଙ୍ଗମାନେ, ଯେଉଁ ବାଟେ ଆମେ ଯାଇଥିଲୁ ନା, ସେ ଥିଲା ଏକ କାଜୁ ବାରି। ସେ ଆମକୁ ଯେଉଁ ବାଟେ ବାଟେ ନେଉଥାଏ, ଆମେ ବି ସେଇ ବାଟେ ବାଟେ ଯାଉଥାଉ। କିଛି ସମୟ ପରେ ସେ ଖଟାବାଲାର ଘର ଆସିଗଲା। ସେଠୁ ସେ ଆମକୁ 2ଟା ପୁଟୁଳାରେ ଖଟା ବାନ୍ଧିକି ଦେଲା। ଆମେ ତା ହାତକୁ ଗୋଟେ 50 ପଇସା ବଢ଼େଇ ଦେଲୁ। ସେଠୁ ସେ ଖୁସି ହେଇ ସେ ପଇସାଟିକୁ ଅଙ୍କିରେ ମାରିଦେଲା, ଆମକୁ ଖଟା ଦେଲା। କହିଲା, ଏ ପିଲା, ତମେ ଯେଉଁ ବାଟେ ବାଟେ ଆସିଥିଲ, ସେଇ ବାଟେ ବାଟେ ଯଜ୍ଞ କତିକି ପଳେଇ ଯିବ। ମୁଁ ଆଉ ଯାଇପାରିବିନି, ତମେ ଏଠୁ ପଳେଇ ଯାଅ, ଦେଖିକି ଯିବ। ସାଙ୍ଗମାନେ, ଆମେ ତ ସେଠିକି ଖଟା ପାଇଁ ଯାଇଥିଲୁ, ଠିକ୍ ଅଛି, କିନ୍ତୁ ଆମେ ଭାବିଥିଲୁ ଯଜ୍ଞଟି ବହୁତ ପାଖରେ। ପ୍ରକୃତରେ ସତ କଥା, ଯଜ୍ଞଟି ବହୁତ ପାଖରେ ଥିଲା, କିନ୍ତୁ ସେଠି ଆମ ସହିତ ଏମିତି କିଛି ଘଟିଥିଲା, ଯାହାକି ଯଜ୍ଞଟି ବହୁତ ଦୂର ଥିଲା। ସାଙ୍ଗମାନେ, ଆମେ 2 ସାଙ୍ଗ ଫେରୁଥିଲୁ। ବାଟରେ ଯେଉଁ କାଜୁ ଗଛ ଆମେ ଦେଖିକି ଯାଇଥିଲୁ, ହଠାତ୍ ସେ କାଜୁ ଗଛ ମୂଳେ ଜଣେ ଗୋଟେ ବୁଢ଼ୀ ଲୋକ ସେ ବସିଥିଲେ। କହିଲେ, ଆରେ ପିଲା, ମୋତେ ଟିକେ ନେଇ ବନ୍ଧ ଉପରେ ଛାଡ଼ିଦିଅ। ସେଠୁ ଆମେ ତାଙ୍କୁ କହିଥିଲୁ, ବୁଢ଼ୀମା, ଆମେ ତ ବନ୍ଧ ଉପରେ ଦେଖିନାହୁଁ କାଜୁ ବାରି, ଆମେ କୁଆଡ଼େ ରାସ୍ତା ପାଇବୁନି, ଆପଣ ନିଜେ ନିଜେ ଚାଲିଯାଆନ୍ତୁ। ସାଙ୍ଗମାନେ, ଯେଉଁ ବୁଢ଼ୀ ଲୋକ ଥିଲେ ନା, ସେ ଆମକୁ କହିଲେ, ତମେ ମୋତେ ଛାଡ଼ିବାକୁ ଯିବନି ନା, ମୁଁ ବି ତମକୁ ଛାଡ଼ିବିନି। ସେ ହାତରେ ଯେଉଁ ବଙ୍କୁଲି ବାଡ଼ି ଧରିଥିଲେ, ସେ ଆମ ଆଗରେ ପକାଇଦେଲେ। ଆମେ 2 ସାଙ୍ଗ ଭାବିଲୁ
ଆମେ ଏ ବାଡ଼ିଟି ହିଁ ପଳେଇଯିବୁ। ସାଙ୍ଗମାନେ, ସେମିତି କିଛି ଆମ ସହିତ ହେଇନଥିଲା। ଯଦି ହେଇଥିଲା ଅନ୍ୟ କିଛି ହେଇଥିଲା। କ'ଣ ଜାଣିଛନ୍ତି? ସେ ଥିଲା କ'ଣ ଜାଣିଛନ୍ତି? ଯେତେବେଳେ ଆମେ ସେ ବାଡ଼ିଟିକୁ ଡେଉଁଥାଉଁ ସେତେବେଳେ ଆମ କତିକି ଆଉ ଗୋଟେ ନୂଆ ରାସ୍ତା ଆସୁଥାଏ। ଆମେ ବି ସେ ନୂଆ ରାସ୍ତାକୁ ଦେଖିକି ବହୁତ ଭୟଭୀତ ହେଉଥିଲୁ, କାରଣ ଚାରିଆଡ଼େ କାଜୁବାରି, ଏଠି ରାସ୍ତା ମିଳିବା ମୁସ୍କିଲ। ଏମିତି ବହୁତ ସମୟ ବିତି ଯାଇଥିଲା। ମୋ ସହିତ ବହୁତ ବି କିଛି ଘଟଣା ଘଟିଥିଲା। ଆମେ ଜାଣିବା ଏହି ଘଟଣା ଅଘଟଣା କ'ଣ ଆମ ସହିତ ଥିଲା ପାର୍ଟ 2ରେ। ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ମୋ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ରହିଲି। ପୁଣି ଦେଖା ହେବ ପାର୍ଟ 2ରେ। ଜୟ ଜଗନ୍ନାଥ।